देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଷ୍ଟାର୍ଟଅପ୍ ଯାତ୍ରା ଷ୍ଟାର୍ଟଅପ୍ ଏକ୍ସପ୍ରେସ 2023ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡ଼ିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡ଼ିକ ଏକତ୍ରିତ କରିବାକୁ ଲକ୍ଷ୍ୟରେ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ 2023ର ଶୁଭାରମ୍ଭ ହୋଇଛି। 2025 ସୁଦ୍ଧା 5000 ଷ୍ଟାର୍ଟଅପ୍ ବିକଶିତ କରିବା ନେଇ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ 2023ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର 30ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଜଡ଼ିତ ହେବ ଏବଂ 200ରୁ ଅଧିକ କଲେଜ ଓ 60ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି 25,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡ଼ିଶା କଲେଜଗୁଡ଼ିକରେ 200ରୁ ଅଧିକ ଭ୍ୟାନ୍ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲରେ 60ଟି ଭ୍ୟାନ୍ କ୍ୟାମ୍ପ ସମେତ 120ରୁ ଅଧିକ ବୁଟ୍ କ୍ୟାମ୍ପର ପରିଚାଳନା କରାଯିବ। ନମ୍ବର 2, 20,000 ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, 13ରୁ ଆବେଦନ। ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। 20,000 ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ନିଯୁକ୍ତି ନେଇ ଓସେପ ୱେବସାଇଟ୍ରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଶାୟୀମାନେ ଆସନ୍ତା 13ରୁ ଆବେଦନ କରିପାରିବେ। ଆବେଦନ ପାଇଁ ଅକ୍ଟୋବର 10 ତାରିଖ ଶେଷ ତାରିଖ ରହିଛି। ସମ୍ପୂର୍ଣ୍ଣ ଅନଲାଇନ୍ରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସ୍ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପର ୱେବସାଇଟ୍ osepa.odisha.gov.inରେ ଆଶାୟୀମାନେ ଆବେଦନ କରିପାରିବେ। ନମ୍ବର 3, ୟୁଜି ଓ ପିଜି ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ପରେ ଖାଲି ପଡ଼ିଥିବା ୟୁଜି ଓ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପଦକ୍ଷେପ ନିଆଯାଇଛି। ୟୁଜି ଓ ପିଜି ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ କାଲି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିଲେ ବି ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଛାତ୍ରଛାତ୍ରୀଙ୍କଠାରୁ ଅଭିଯୋଗ ପାଇଲା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ଓ ପିଜିରେ ନାମଲେଖା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ୟୁଜିରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 16 ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ। ଅପରପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର 13ରୁ 22 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ନମ୍ବର 4, ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ ତାଳଚେର ରୋଡ୍ ମଧ୍ୟରେ ହେଲା ଟ୍ରାଏଲ୍ ରନ୍। ରାଜ୍ୟରେ ଚାଲିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ କାଲି ଏହାର ଟ୍ରାଏଲ୍ ରନ୍ ହୋଇଛି। ପୁରୀରୁ ତାଳଚେର ରୋଡ୍ ପର୍ଯ୍ୟନ୍ତ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ସକାଳ 9:30ରେ ପୁରୀରୁ ଏହି ଟ୍ରେନ୍ ଛାଡ଼ିଥିଲା। ଟ୍ରାଏଲ୍ ରନ୍ରେ ଏହା ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ 2 ମିନିଟ୍ ଲେଖାଏଁ ରହିଥିଲା। ଦିନ ପ୍ରାୟ 12:40ରେ ଏହା ତାଳଚେର ରୋଡ୍ରେ ପହଞ୍ଚିଥିଲା। ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ। ଏହି ମାସ ଶେଷ ସୁଦ୍ଧା ଏହା ପୁରୀ ଓ ରାଉରକେଲା ମଧ୍ୟରେ ଚାଲିପାରେ ବୋଲି କୁହାଯାଉଛି। ପାଣିପାଗ ସୂଚନା। 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବଜ୍ରପାତ ସହ ଝଡ଼ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ୍ 12 ସେପ୍ଟେମ୍ବର ମଙ୍ଗଳବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନମ୍ବର 6, ଶିକ୍ଷା ଋଣ ପାଇବା ହେବ ସହଜ। ଡିଜିଟାଲ ନାମଲେଖା ପତ୍ର ଯଥେଷ୍ଟ। ଶିକ୍ଷା ଋଣ ପାଇବା ଲାଗି ବ୍ୟାଙ୍କ ପଛରେ ଗୋଡ଼େଇ ଝାଡ଼ ବୋହିବାକୁ ପଡ଼ିବନି। ଆସନ୍ତା ବର୍ଷରୁ ଶିକ୍ଷା ଋଣ ପାଇବା ସହଜ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଫ୍ରିକ୍ସନଲେସ୍ କ୍ରେଡିଟ୍ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହାଦ୍ୱାରା ଋଣ ପାଇଁ ଆବେଦନ ପ୍ରକ୍ରିୟା ବେଶ୍ ସଂଗଠିତ ଓ ସହଜ ହେବ। ଛାତ୍ରଛାତ୍ରୀମାନେ ସହଜରେ ସେଥିପାଇଁ ଆବେଦନ କରିପାରିବେ। ଫ୍ରିକ୍ସନଲେସ୍ କ୍ରେଡିଟ୍ ବ୍ୟବସ୍ଥାରେ ଗ୍ରାହକଙ୍କୁ ବହୁ ସଂଖ୍ୟାରେ କାଗଜପତ୍ର କାମ ଓ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବନି। କେବଳ ଏକ ଡିଜିଟାଲ ନାମଲେଖା ପତ୍ର ଋଣ ପାଇବା ଲାଗି ଯଥେଷ୍ଟ ହେବ। ଏହା ଋଣ ଆବେଦନ ମଞ୍ଜୁରୀର ଜଟିଳ ପ୍ରକ୍ରିୟାକୁ ସହଜ କରିବ। ଫ୍ରିକ୍ସନଲେସ୍ କ୍ରେଡିଟ୍ ବ୍ୟବସ୍ଥାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ କୃଷି ଓ ଦୁଗ୍ଧ ଋଣ ପାଇଁ ଲାଗୁ କରାଯାଇଥିଲା। ଏବେ ଶିକ୍ଷା ଋଣକୁ ସେଥିରେ ସାମିଲ କରାଯିବ ଯୋଜନା ପ୍ରସ୍ତୁତ ହୋଇଛି। 2024-25 ଶିକ୍ଷାବର୍ଷଠାରୁ ଏହାକୁ ଲାଗୁ କରାଯିବ। ନମ୍ବର 7, 3 ଦଫା ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା, ନାରାବାଜି ସହ ବିକ୍ଷୋଭ। ରାଜ୍ୟବ୍ୟାପୀ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରତ୍ୟେକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ। ମିଳିତ ପ୍ରାଥମିକ ଶିକ୍ଷକ ସଂଘର 3ଗୋଟି ଦାବିକୁ ନେଇ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। 3ଗୋଟି ଦାବି ହେଉଛି ପ୍ରାଥମିକ ଶିକ୍ଷାରୁ ଠିକା ପ୍ରଥା ଉଚ୍ଛେଦ କରି ନିୟମିତ ଭାବରେ ଶିକ୍ଷକ ନିଯୁକ୍ତି କରିବା,
द्वितीय दाबी ହେଉଛି ଶିକ୍ଷା ସହାୟକ ହିସାବରେ 6 ଓ 8 ବର୍ଷର କାର୍ଯ୍ୟକାଳକୁ ଚାକିରିରେ ଗଣନା କରି ଉଚିତ ପ୍ରାପ୍ୟ ଦେବା ଏବଂ ତୃତୀୟ ପୁରୁଣା ପେନ୍ସନ୍ ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ କଡ଼ା କ୍ରୀଡ଼ା ଅନ୍ୟାନ୍ୟ ଖେଳ ଶିକ୍ଷକମାନଙ୍କୁ ନିୟମିତ କରିବା ଦାବି ରହିଛି। ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଭାପତି କହିଛନ୍ତି। ନମ୍ବର 8 ପିଏମ୍ ମୋଦି ଓ ସାଉଦି ଯୁବରାଜଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ। କାଲି ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ 2019 ଫେବୃଆରୀ ପରଠାରୁ ଏହା ହେଉଛି ସାଉଦି ଯୁବରାଜଙ୍କ ଦ୍ୱିତୀୟ ସରକାରୀ ଭାରତ ଗସ୍ତ। G20 ଶିଖର ସମ୍ମିଳନୀ ଆରମ୍ଭ ଆଗରୁ ସେପ୍ଟେମ୍ବର 8 ତାରିଖରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ସେ ତାଙ୍କ ରହଣି ସମୟ ବୃଦ୍ଧି କରିଥିଲେ। ସାମଗ୍ରିକ ଶକ୍ତି କ୍ଷେତ୍ରରେ ଭାଗିଦାରିତା ଉପରେ ସାଉଦି ଯୁବରାଜ ଓ ମୋଦିଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟବେସିତ ଥିବା ଆଶା କରାଯାଉଛି। ନମ୍ବର 9 ସମୁଦ୍ରଯାନ ଗଭୀର ସାଗରକୁ ଯିବ ବୁଡ଼ାଜାହାଜ ମତ୍ସ୍ୟ। ମିଶନ ଚନ୍ଦ୍ରର ସଫଳତା ପରେ ଏବେ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଦେଇଛନ୍ତି। ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ 3 ଜଣଙ୍କୁ ପଠାଇବେ। ସମୁଦ୍ରର ଗଭୀର ଜଳରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ। ସମୁଦ୍ର ପତନରୁ 6000 ମିଟର ବା 6 କିଲୋମିଟର ଗଭୀର ଜଳରାଶିକୁ ଭାରତର ବୈଜ୍ଞାନିକମାନେ 3 ଜଣଙ୍କୁ ପଠାଇବେ। ଏଥିପାଇଁ ସ୍ୱତନ୍ତ୍ର ଗୋଲାକୃତି ବୁଡ଼ାଜାହାଜ ମଧ୍ୟ ତିଆରି କରାଯାଇଛି। ଏହାର ନାଁ ମତ୍ସ୍ୟ 6000 ରଖାଯାଇଛି। ଦୀର୍ଘ 2 ବର୍ଷ ଧରି ଏହାର ନିର୍ମାଣ ଚାଲିଥିଲା। ଏବେ ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତା ବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ। ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରିବାକୁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି। ନମ୍ବର 10 ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ। ଆଗାମୀ 72 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଖବର ଅନୁଯାୟୀ ଆସନ୍ତା 10 ଦିନରେ ରାଜ୍ୟରେ 2ଟି ଲଘୁଚାପ ସୃଷ୍ଟି ହେବ। 12 ଓ 19 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଲଘୁଚାପର ରୂପ ନେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଭାରୀ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତେବେ 12 ତାରିଖରେ ହେବାକୁ ଥିବା ଲଘୁଚାପ ବଳୟ ଯୋଗୁଁ ବର୍ଷା ବଢ଼ିବ। 13ରେ ଏହା ଲଘୁଚାପରେ ପରିଣତ ହେବ। 13 ଓ 14 2 ଦିନ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ନମ୍ବର 11 ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, ହସ୍ପିଟାଲରେ ଭର୍ତ୍ତି। ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ, ବିଶେଷ କରି ଭୁବନେଶ୍ୱରରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଡେଙ୍ଗୁ ରୋକିବାକୁ ବିଏମ୍ସି ପକ୍ଷରୁ ଜାରି ରହିଛି ପ୍ରୟାସ। ତଥାପି ଲୋକେ ଡେଙ୍ଗୁ କବଳରେ ଶିକାର ହେଉଛନ୍ତି। ସେପ୍ଟେମ୍ବର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ପିକ୍ ପିରିୟଡ଼, ସତର୍କ କରାଇଲେ ବିଶେଷଜ୍ଞ। ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, କାରଣ ତାଙ୍କୁ ବି ଡେଙ୍ଗୁ ହୋଇଛି। ଏବେ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିନେ 2 ଦିନ ରହିବେ। ନମ୍ବର 12 ପରଲୋକରେ ପ୍ରଖ୍ୟାତ ଭେଷଜ ବିଶେଷଜ୍ଞ ପ୍ରଫେସର ଡକ୍ଟର ରାଜକିଶୋର ଦାସ। ପ୍ରଖ୍ୟାତ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଜକିଶୋର ଦାସଙ୍କ ପରଲୋକ ଘଟିଛି। ସେ ଟିଙ୍ଗା ରାଜୁ ନାମରେ କଟକ ସହରରେ ବେଶ୍ ପରିଚିତ। କଟକ ତୁଳସୀପୁର ସ୍ଥିତ ତାଙ୍କ ବାସଭବନରେ ସୋମବାର ସକାଳ 10:30ଟାରେ ତାଙ୍କର ମୃତ୍ୟୁ ଘଟିଛି। ସନ୍ଧ୍ୟା ସମୟରେ କଟକ ସ୍ଥିତ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। କେବଳ ଜଣେ ସଫଳ ଭେଷଜ ବିଶେଷଜ୍ଞ ନଥିଲେ, ସେ ଥିଲେ ଜଣେ ଭଲ ଖେଳାଳି। ସେ ଜଣେ ସୁନାମଧନ୍ୟ ଫୁଟବଲ ଓ ଟେନିସ୍ ଖେଳାଳି ଭାବେ ପରିଚିତ। ସେ କଟକ ବଡ଼ ଡାକ୍ତରଖାନା ମେଡିସିନ ବିଭାଗ ମୁଖ୍ୟ ରହିବା ସହ ଭୀମସାର MKCG ମେଡିକାଲ କଲେଜରେ ମଧ୍ୟ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ନମ୍ବର 13 ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ। ଏଥର ବି ଦିୱାଲିରେ ଦିଲ୍ଲୀରେ ଫୁଟିବନି ବାଣ। କଟକଣା ଲଗାଇଲେ ଦିଲ୍ଲୀ ସରକାର। ତେବେ ଏଥର ଖାଲି ବାଣ ଫୁଟିବା ଉପରେ କଟକଣା ଲାଗିବନି, ବରଂ ବାଣ ତିଆରି କରିବା ଏପରିକି ବିକ୍ରି କରିବା ଉପରେ ମଧ୍ୟ କଟକଣା ଲାଗିବ। ପରିବେଶ ବିଭାଗ, ବନ ଓ ବନ୍ୟଜନ୍ତୁ ବିଭାଗ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଚଳିତ ବର୍ଷ ମଧ୍ୟ ପ୍ରଦୂଷଣ ଯୁଦ୍ଧ ବିରୋଧରେ ଅଭିଯାନ ଚାଲୁ ରହିବ। ସେ କହିଛନ୍ତି, ଗତ ଜାନୁଆରୀରୁ ଅଗଷ୍ଟ ଭିତରେ ଦିଲ୍ଲୀରେ AQI ଅର୍ଥାତ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ ଯଥେଷ୍ଟ କମ୍ ଥିଲା। ଗତକାଲି AQI 45 ରେକର୍ଡ କରାଯାଇଛି। ହେଲେ ଥଣ୍ଡା ବଢ଼ିବା କ୍ଷଣି ପ୍ରଦୂଷଣ ବି ବଢ଼ୁଛି। ଦିଲ୍ଲୀ ଏବଂ ବାହାର ପ୍ରଦୂଷଣ ଯୋଗୁଁ ଅକ୍ଟୋବର ନଭେମ୍ବର ଦିଲ୍ଲୀର ପରିବେଶ ବିଷାକ୍ତ ହୋଇପଡ଼ୁଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ୱିଣ୍ଟର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ନମ୍ବର 14 ଆରମ୍ଭ ହେଲା ବିଜେଡି ଦଳୀୟ କର୍ମୀ ଓ ନେତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। 2024ରେ ନିର୍ବାଚନ ପ୍ରସ୍ତୁତି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ସୋମବାର ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ପକ୍ଷରୁ କର୍ମୀମାନଙ୍କ ପାଇଁ ମାଷ୍ଟର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତିଦିନ 4ଟି ପର୍ଯ୍ୟାୟରେ 800 ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। 30,000ରୁ ଅଧିକ ଦଳୀୟ କର୍ମୀ ପ୍ରଶିକ୍ଷଣ ନେବେ, ଯାହା ଅକ୍ଟୋବର 19 ଯାଏଁ ଚାଲିବ। ରାଜ୍ୟର ପ୍ରତି ପଞ୍ଚାୟତରୁ ଅତି କମ୍ରେ 4 ଜଣ ଲେଖାଏଁ ବିଜେଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। 37 ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ସମୟରେ ସମୁଦାୟ 147ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତକୁ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି। ନମ୍ବର 15
G20 बेड़े प्रेस स्वाधीनता और मानवाधिकार कथा मोदी को कही बाइडेन। भारतरू G20 शिखर सम्मेलन शेष कर विएतनाम जाइथिबा अमेरिका राष्ट्रपति जो बाइडेन बड़ कथा कहिसंती। G20 शिखर सम्मेलन बेड़े से भारतर प्रधानमंत्री नरेंद्र मोदी कौन सब आलोचना करते तार सूचना देइछंती। विएतनाम रे राष्ट्रपति बाइडेन कहिसंती जे से मोदी मानवाधिकार को सम्मान देवा, सामाजिक संगठनर भूमिका और प्रेस स्वाधीनता भली प्रसंग रे आलोचना करिसंती। गोटे गणतांत्रिक राष्ट्र रे एही सबु प्रसंग रे बेस गुरुत्व रहिथिबा से मोदी को जणैथिबा कहिसंती। बाइडेन मानवाधिकार और प्रेस स्वाधीनता कथा कहिबा परे याकु नै भारत रे राजनीतिक हटचमट सृष्टि करिछि। नंबर 16 विदेशी स्टॉक एक्सचेंज रे सीधासळख लिस्टिंग होई परिबो भारतीय कंपनी। अर्थमंत्री संकेत। सीधासळख विदेशी स्टॉक एक्सचेंज रे लिस्टिंग होई परिबे भारतीय कंपनी। अर्थमंत्री निर्मला सीतारमण अनुसार यह योजना उपर भारत पुनर्विचार करुछि। यह योजना को अनुमति मिले सीधासळख विदेशी स्टॉक एक्सचेंज रे भारतीय कंपनी तालिकाभुक्त होई परिबे। तेबे बड़ कथा है एने पूर्वरु मध्य प्रयास करा जाइथिला, किंतु टैक्स व्यवस्था रे क्षति एवं विरोध स्वर फଳରେ याको स्थगित रखा जाइथिला। गत सप्ताह निर्मला सीतारमण G20 बैठक समय ब्रिटिश अर्थमंत्री जेरेमी हंटरଙ୍କ सह द्विपाक्षिक बैठक पर यह योजना उपर पुनर्विचार करा जाउथुबा नै संकेत दैछंती। नंबर 17 राजस्थान राजनीति। कांग्रेस छाड़ी बीजेपी रे मिसिले ज्योति मिर्धा। पाखी आसुची साधारण निर्वाचन। निजर लाभ को ध्यान में रखी नेतांको दल परिवर्तन प्रक्रिया मध्य आरंभ होईछि। नागौरर पूर्वतन कांग्रेस सांसद तथा वरिष्ठ नेता नाथुराम मिर्धांको नातुणी ज्योति मिर्धा बीजेपी रे जोग देइछंती। राजस्थान बीजेपी सभापति सीपी जोशी उपस्थिति रे मिर्धा दल रे जोग देइथिले। तांको सह पूर्वतन आईपीएस सवाई सिंह मध्य बीजेपी रे जोग देइछंती। नंबर 18 बाल्य विवाह रे संपृक्ति थिबा 3000 व्यक्ति गिरफ हेबे कहिले आसाम मुख्यमंत्री। बाल्य विवाह संपृक्ति अभियोग रे आसंता 10 दिन मध्य राज्य में 3000 लोकों को गिरफ करा जिवो बोली रविवार आसाम मुख्यमंत्री हेमंत बिश्व शर्मा रविवार चेतावनी देइछंती। बीजेपी महिला मोर्चार 2 दिनिया राष्ट्रीय कार्यकारिणी बैठकर उद्यापनी दिवस रे से यह कहिसंती। शर्मा कहिसंती जे द्वितीय पर्यायर कार्यानुष्ठान आरंभ करिबा पई से G20 शिखर सम्मेलन शेष होबा जाय अपेक्षा करिसंती। मात्र 6 मास पूर्व आसाम रे बाल्य विवाह पई 5000 लोकों को गिरफ कर जाइथिला। याकू G20 सम्मेलन शेष होबा पर्यंत स्थगित रखा जाइथिला। आसंता 10 दिन मध्य आउ 2 ରୁ 3000 पुरुषों को गिरफ करा जिवो बोली से कहिसंती। नंबर 19 बीजेपी को टार्गेट कले उदयनिधि। दल को कहिले विषधर साप। तमिलनाडु क्रीड़ा मंत्री तथा डीएमके नेता उदयनिधि स्टालिन पुणी थे विवादीय बयान देइछंती। सनातन धर्म पर एवं बीजेपी को करिसंती टार्गेट। बीजेपी को विषधर साप सह तुलना करी उदयनिधि कहिसंती दल को तमिलनाडु बाहर करने आवश्यक। उदयनिधि कुड्डालोर जिले में एक पारिवारिक विवाह उत्सव में जोग देबा पई जाइथिले। सेठारे लोकों को समर्थित करी उदयनिधि खाली बीजेपी पर बर्षि नथिले, सहयोगी दल एआईएडीएमके उपर मध्य बर्षिथिले। उदयनिधि एआईएडीएमके रो तुलना ओडिया गदा सह तुलना करिथिले। से कहिथिले एआईएडीएमके एमिति एक ओडिया गदा जा साप को आश्रय देइथाए। से कहिथिले राज्य रे एई ओडिया को सफा करिबाकू पड़िबो। नंबर 20 चीन रो रक्षामंत्री ली संगफू निखोज। चीन रो विदेश मंत्री रक्षामंत्री ली संगफू निखोज अछंती। जापान रे अमेरिका राष्ट्रदूत रेहेम इनामुएल ए संपर्क में ट्वीट करिसंती। से कहिसंती 2 सप्ताह मध्य विदेश मंत्री रक्षामंत्री और रॉकेट फोर्सर जनरल निखोज रहिबा निश्चित भावे चिंतार विषय बोली कहिसंती। 15 दिन हेब संगफूंको खोज खबर नाही। 2017 रे एक दुर्नीति नहीं तांको विरोध में तदंत चलीथिला। से निखोज हेबा पछरे कोनोसी स्पष्ट कारण जणा पड़ू नाही। चीन राष्ट्रपति सी जिनपिंग सेना को संबोधित करी कहिसंती एकता रखिबा सह स्थिर रुहंतु। नंबर 21 बाइजुस रो बड़ घोषणा। 6 मास मध्य करिब सबु ऋण परिशोध। ऋणभार सह जुझुथिबा बाइजुस तरफ एक आश्चर्यकर प्रतिक्रिया सामना को आसीछि, जहाँ समस्त को आश्चर्य करिछि। खास करी बाइजुस को लोन देइथिबा ऋणदातांकु। प्रकृत में कंपनी हठात यार ऋणदातांकु नैथिबा सबु ऋण परिशोध करिदेबो बोली कहिछि। कंपनी कहिछि 6 मास मध्य नैथिबा 1.2 बिलियन डॉलर सबु लोन परिशोध करिदेबो। ब्लूमबर्ग को सूचना देइथिबा व्यक्ति अनुसार जदि बाइजुस प्रस्ताव को ऋणदाता माने स्वीकार करुछंती तेबे कंपनी 3 मास मध्य फसिथिबा ऋणर 300 मिलियन डॉलर परिशोध करिदेबो। आउ एहा परे आउ 3 मास मध्य बड़क अर्थ परिशोध करिबो। नंबर 22 उत्तराखंड मुख्यमंत्री रिलीफ फंड को रिलायंस फाउंडेशन देला 25 कोटी।
रिलायंस फाउंडेशन पक्षर उत्तराखंड मुख्यमंत्री रिलीफ पांठी को 25 कोटी टंका प्रदान कराଯାଇଛି। इंस्टार यार सूचना देइछन्ति उत्तराखंड मुख्यमंत्री पुष्कर सिंह धामी। सूचनायोग्य चलित वर्ष वर्षा ऋतु भीषण उत्तराखंड में बादल फटा वर्षा भूस्खलन बन्या जोगु नाही नथिबा क्षति घटिछि। हजार संख्यक लोक प्रभावित होइछन्ति। लक्षाधिक कोटी टंकार संपत्ति नष्ट होइछि। प्राकृतिक विपर्यय बेहाल होई पड़िछि राज्य। नंबर 23 बंगड़ारू मिलिला सुप्रीमकोर्ट वकिलक मृतदेह हत्या करथिले स्वामी। प्रतिष्ठित धनी भाव परिचित थिले हें जड़े 62 वर्षीय वृद्ध घटाई भयंकर कांड। आईआरएस अफिसर भाव काम कर सारी वृद्ध जनक तांकरी बंगड़ा भितर पत्नी को निर्मम भाव हत्या करिसेंति। हत्यार शिकार होइतिबा महिला जनक सुप्रीमकोर्टर जड़े वरिष्ठ वकिल। उत्तर प्रदेश नोएडा सेक्टर 30 रे थिबा दंपति बंगड़ारू महिला मृतदेह मिली। सेहीपरि पुलिस अभियुक्त अजय नाथ को मध्य गिरफ करिछि। जेरा बेले अजयनाथ पत्नी रेणुकू को मारिथिबा स्वीकार करिसेंति। से तांको बंगड़ा को 4 कोटी टंका बिक्री करने योजना करथिले, किंतु रेणु बंगड़ा बिक्री करने विरोध करने को नहीं झगड़ा हेउथिबारु अजय रविवार तांको पत्नी को हत्या करिथिबा पुलिस जानिबाकु पाइछि। नंबर 24 शेयर बजार में 20,000 पार करी रेकर्ड कला निफ्टी। नेशनल स्टॉक एक्सचेंज रे इतिहास रचिला निफ्टी। शेयर बजार में जबरदस्त शेयर किणा जिबा द्वारा निफ्टी 20,000 माइलखुंट पार करिछि। शेयर बजार में व्यापक निवेश जोगु निफ्टी 50 दिन 3:15 समय 179 पॉइंट वृद्धि पाई 20,000 पार करी रेकर्ड करिछि। किछि मसला बजार में अस्थिरता लगी रहिबा परे काली निफ्टी भल प्रदर्शन करिछि। नंबर 25 ट्रेन रे बसी रूस गले उत्तर कोरिया शासक किम जोंग। रूस राष्ट्रपति व्लादिमीर पुतिन को भेटिबा पई उत्तर कोरियार एकछत्र शासक किम जोंग उन रूसिया अभिमुखे यात्रा करिसेंति। से निज स्वतंत्र ट्रेन रे रूसिया अभिमुखे यात्रा करिथिले। किम एवं रूस राष्ट्रपति यूक्रेन युद्ध में रूसिया को उत्तर कोरियार अस्त्रशस्त्र जोगाण नहीं आलोचना करिपारंती। गणमाध्यम रिपोर्ट अनुसार उत्तर कोरियार एही ट्रेन रविवार संध्यार उत्तर कोरियार राजधानी पियोंगयांग छाड़ीथिला। किम जोंग सोमवार पूर्व रूसर शहर व्लादिवोस्तोक रे पहुंचिबे और सेठारे ही मंगलवार पुतिनक सह साक्षात्कार करिवे। नंबर 26 पाकिस्तान विपक्ष में भारतर बड़ विजय 228 रन रे हारिला पाकिस्तान टीम। कोलंबोर प्रेमदासा स्टेडियम ठारे चलीथिबा एशिया कप्र सुपर 4 मैच रे पाकिस्तान को 228 रन विशाल व्यवधान रे परास्त करिछि टीम इंडिया। भारत द्वारा 357 रन टार्गेट रखा जाइथिबा बेले पाकिस्तान 32 ओवर 128 रन करि पारिथिला। नसीम शाह और हारिस रऊफ रिटायर्ड हट हेबा जोगु बैटिंग करबाक आसी नथिले। भारत पक्षरु कुलदीप यादव 5टी विकेट नैथिले। विराट और राहुलଙ୍କ अपराजित शतक बड़े भारत 50 ओवर 2 विकेट हरई 356 रन करिथिला। विराट अपराजित 122 रन करिथिबा बेले राहुल अपराजित 111 रन करिथिले। नंबर 27 दिनिकिया विश्वकप क्रिकेट पई न्यूजीलैंड दल घोषित। भारत में अक्टोबर 5 रु हेबाकु थिबा दिनिकिया विश्वकप क्रिकेट पई सोमवार न्यूजीलैंड 15 जणिया दल घोषणा करिछि। केन विलियमसन दलर नेतृत्व नेबे। गत संस्करणर रनर्सअप न्यूजीलैंड चैंपियन इंग्लैंड को भेटिबो। सीनियर बॉलर ट्रेंट बोल्टन को सुजोग मिलिछि। सूचनायोग्य विश्वकप पई 28 सेप्टेम्बर पर्यंत गोटे टीम तार खेलाड़ी बदल करिपारिबो। या परे फाइनल लिस्ट आईसीसी निकट को पठै दियाजिबो। एथर विश्वकप रे 48 टी मैच खेलाजिबो। 15-16 नवेम्बर रे सेमीफाइनल और 19 रे फाइनल मैच खेलाजिबो। नंबर 28 9 सुना 10 मेडल आनिले भारतीय बक्सर। बोस्निया रे अनुष्ठित 21तम मुस्तफा हजरुल्लाह होबिक मेमोरियल टूर्नामेंट रे भारतीय बक्सरଙ୍କ कमाल 9टी सुना 10 पदक सह शेष कले चलित वर्षर यात्रा। टूर्नामेंटर शेष में मंजू राणी स्वर्ण सह चलित संस्करणर यात्रा शेष होइछि। नंबर 29 नोवाक जोकोविच को 24तम ग्रांडस्लाम ट्रॉफी जितबारे रेकर्ड करिथिबा नोवाक जोकोविच रविवार राति रे नुआ कीर्तिमान हासिल करिसंती। से तांको टेनिस कैरियर 24तम ग्रांडस्लाम टाइटल हातीछंती। अमेरिका ओपन फाइनल रे से रूसर डानिल मेडवेडेव को हरई चैंपियन होइछंती। फाइनल रे दुई शक्तिशाली खेलाड़ी मध्य जोरदार टक्कर होइथिला, किंतु शेष में जोकोविच 6-3, 7-6, 6-3 रे मेडवेडेव को हरई ट्रॉफी जीतिछंती। एकक पुरुष वर्ग में सर्वाधिक ट्रॉफी जितबार रेकर्ड करिथिबा जोकोविच एबे आउ पादे आगेइछंती। से 24टी ग्रांडस्लाम टाइटल जितिबा बेले तांको पछकु राफेल नाडाल 22 और गत वर्ष अवसर घोषणा करिथिबा रोजर फेडेरर 20टी टाइटल जीति तृतीय स्थान रे अछंती। नंबर 30 विराटଙ୍କ एकाधिक कीर्तिमान भांगिले सचिन तेंदुलकरଙ୍କ रेकर्ड। पाकिस्तान विपक्ष में विस्फोरक शतक हासिल करिथिबा विराट कोहली एकाधिक कीर्तिमान हासिल करिसंती। एशिया कप्र सुपर 4 मैच रे विराट अपराजित 122 रन इनिंग्स खेलिसंती। यह तांको दिनिकिया कैरियर 47तम शतक।
ସଚିନଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର 2ଟି 100 ପଛରେ ଅଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ୟାରିୟରରେ ବିରାଟ 77ଟି ଶତକ ମାରିବାର ରେକର୍ଡ କରିଛନ୍ତି। ଏହା ବାଦ ବିରାଟ ଦିନିକିଆରେ 13,000 ରନ୍ ମଧ୍ୟ ପୂରଣ କରିଛନ୍ତି। ଦିନିକିଆରେ 13,000 ରନ୍ ପୂରଣ କରିବାରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟର ବନିଛନ୍ତି। ଏଥିସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସଚିନ 321 ଇନିଂସରେ 13,000 ରନ୍ ପୂରଣ କରିଥିବା ବେଳେ ବିରାଟ ମାତ୍ର 267ଟି ଇନିଂସରେ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।